ଜୟଦେବକୁ ମାରିବା ପାଇଁ ସେଠି ଦିଆହେଇଛି। ତାପରେ ଫେର ଖବର ଦେଲ ଏ 2 ଜଣ ଆରେଷ୍ଟ ହେଇଛନ୍ତି। ମୋ ହଠାତ୍ ଶୁଣି ଜୟଦେବ ଜେନାଙ୍କ ଘରେ ପହଞ୍ଚି ତାଙ୍କର ପୁଅ ଟିକିନା ମୋ ଡାହାଣ ପଟେ ଆମେ ସବୁ ପାରିବାରିକ ସମ୍ପର୍କ। ଯଦି ପର୍ସନାଲ କିଛି ଦରକାର ପଡ଼ିବ ରାଜନୀତି ଫାଜି ଦଳ ଫଳ ଆମେ ଭୁଲିଯିବୁ। ଜୟଦେବ ଦିହରେ କିଏ ଗୋଟେ ହାତ ମାରିଦେବ ଆମେ ଏ ଭୁବନେଶ୍ୱର ଖୋର୍ଦ୍ଧା ଭିତରେ ଆମେ ବରଦାସ୍ତ କରିପାରିବୁ। ରାଜନୀତି ଅଲଗା, ପର୍ସନାଲ ଲାଇଫ ଅଲଗା, ପର୍ସନାଲ ଫ୍ରେଣ୍ଡସିପ ଅଲଗା। ସେ ଗୋଟେ ମୋର ସାନ ଭାଇ, ଏ ଗୋଟେ ପୁତୁରା। ଆମେ ମଲା ପର୍ଯ୍ୟନ୍ତ ଆମ ମନ ଭିତରେ ଆମେ ଖଣ୍ଡାୟତ ପିଲା ଏଇ ଚରିତ୍ର। ମୁଁ ଖବର ପାଇକି ଦୌଡ଼ିକି ଆସିଥିଲି ଯେ ସେ ପିଲା ଆରେଷ୍ଟ ହେଇଗଲେଣି ଏବଂ ଆମେ ସେ କ୍ୟାରେକ୍ଟର ଲୋକ ନୁହଁ। ଜୟଦେବ ଆମେ ସବୁ ସେ କ୍ୟାରେକ୍ଟର ଲୋକ ନୁହଁ। ଆମେ ସେବା କରିକି ଆସିଛୁ, ଛାତ୍ର ଜୀବନରୁ ଆଇଛୁ। ଆମର ନେତୃତ୍ୱ ସବୁ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ଜାନକୀ ପଟ୍ଟନାୟକ, ନୀଳମଣି ରାଉତରାୟ, ନନ୍ଦିନୀ ଦେବୀ ଏମାନଙ୍କ ସାଥିରେ କାମ କରିକି ଆସିଛୁ। ଆମେ ହଣାକଟା ଟାଇପର ଲୋକ ନୁହଁ, ଆମେ ଗୁଣ୍ଡା ଟାଇପର ଲୋକ ନୁହଁ। କିନ୍ତୁ ଆମ ଉପରେ ଯଦି କିଏ କୋଉ ପ୍ରକାରରେ ଫିଜିକାଲି ଚାହିଁବ ତାର 10 ଗୁଣ ଜବାବ ଦେବୁ। ଅତି ଭଦ୍ର, କିନ୍ତୁ ଭଦ୍ର ବୋଲି ଯଦି ଆମ ହୃଦୟକୁ ବାଜିଲା ଭଳିଆ କି ଶରୀରକୁ ବାଜିଲା ଭଳିଆ କିଏ ବ୍ୟବସ୍ଥା କରିବ ଆମେ କେବେ ବରଦାସ୍ତ କରିବୁନି। ଆମେ ପାରିବାରିକ ସମ୍ପର୍କରେ ରହିଛୁ, ରହିବୁ। ରାଜନୀତି ଅଲଗା। ଯାହା ତମେ ସବୁ ଏକାଠି ହେଇଗଲ ଫଟକିନି ଆସିକି ମୁଁ ଧନ୍ୟବାଦ ଦଉଛି। ବେଟା ଟ୍ରମ୍ପଟା ଯୁଦ୍ଧ ଆଜି ବନ୍ଦ କରିଦେଇଛି। ବିଶ୍ୱ ପାଇଁ ଆଜି ବଡ଼ ଦିନ, ପୃଥିବୀ ପାଇଁ ବଡ଼। 29 ଲକ୍ଷ ଲୋକ ମାରିଦେଲା ଗୋଟେ ରାବଣ ଚରିତ୍ର ଲୋକ ଟ୍ରମ୍ପ। ଶଳା ବିଶ୍ୱ ସ୍ତବ୍ଧ। ପୁଟିନ କି ମୁଁ ଭାବିଥିଲି ଟାଇଗର, আর সেটা মশাটে। চাইনা প্রেসিডেন্ট को ভাবিଥିଲି লায়ন্স। জিয়ানাল ଶଳା ପୁଜ ନାହିଁ କି ହାଡ଼ ନାହିଁ କି ରକ୍ତ ନାହିଁ। ଆମର 140 କୋଟି ଲୋକର ପ୍ରତିନିଧି ନରେନ୍ଦ୍ର ମୋଦି ଏଟା ପିମ୍ପୁଡ଼ିଟେ। ପାର୍ଟି ନାହିଁ ଖୋଲିବା ପାଇଁ। ଆମେରିକାର ଆନ୍ଦୋଳନ 3 ଦିନ ତଳେ ଜୋର ହେଲା, ତା ଦଳ ତାକୁ ବିରୋଧ କଲେ। ସେ ଆଜି ଯୁଦ୍ଧ ବନ୍ଦ କରିଛି, ଅଭିନନ୍ଦନ। କେତେ ଧନ ଜୀବନ ରହିଯିବ। ଗୋଟେ ସ୍କୁଲରେ 1,500 2,000 ନିରୀହ ଛାତ୍ର ମଲେ, ଗାଁରେ ପଢିଲା ଛାତ୍ର ମଲେ, ଯୁବକ ମଲେ, ବୁଢା ମଲେ, ବୁଢୀ ମଲେ, ଡାକ୍ତରଖାନାରେ କେତେ ଲୋକ ମରିଗଲେ। ସେ ଯାହା ହଉ ଯୁଦ୍ଧଟା ବନ୍ଦ ହେଇଛି। ଆପଣଙ୍କ ଜରିଆରେ ଟ୍ରମ୍ପକୁ ମୁଁ ଅଭିନନ୍ଦନ ଜଣାଉଛି। ଆରେ ରେଡି ତ? ଲୋକ ପରିବର୍ତ୍ତନ ହେଇକିରି ଫେରେ କଂଗ୍ରେସ ଜରିଆରେ ଟିକେଟ ନେଇ ନିର୍ବାଚିତ ହେଇଛନ୍ତି। ଧୈର୍ଯ୍ୟକୁ ଧର, ସମୟକୁ ଅପେକ୍ଷା କର। ଗ୍ରେଟ ମିଷ୍ଟେକ୍ କରିଛ। ସେ ମିଷ୍ଟେକ୍ ପାଇଁ ପେସେଣ୍ଟ ଭଲ ହବ। ମୁଁ କହିପାରିଲି ବିଜେପି ତ ତାଙ୍କର ବିଜେଡି ପ୍ରତିଦିନ ଷ୍ଟ୍ରଙ୍ଗ ହଉଛି। ଷ୍ଟ୍ରଙ୍ଗ ସିଏ କାମ ଇଏ ବିଜୁ ବାବୁଙ୍କ ଦଳ କୁଆଡେ ଗଲା? ମହତାବ ଜନ କଂଗ୍ରେସ ଗଲା, ଉତ୍କଳ ଗଲା, ଇଏ କି କଂଗ୍ରେସ ହବ? ଏ ପାଗଲ କଥା। ଆଉ ଯଦି ଗଲେ ମୁକିମ ନେତୃତ୍ୱରେ ଧନ୍ୟବାଦ। ନିର୍ଭର କରେ ଓଡ଼ିଶାବାସୀଙ୍କ ଉପରେ, ଜନତାଙ୍କ ଉପରେ, ଏ ନେତାଙ୍କ ଉପରେ ନୁହଁ। ବୁଝନ୍ତୁ କିଏ ଜାଣୁଛି? ଆମେ କଂଗ୍ରେସ। ତମକୁ କହିଦେଲି କମିଂ ଇଲେକ୍ସନ ରାହୁଲ ଗାନ୍ଧୀ ଯେଉଁଭଳି ଭାବେ ଇଣ୍ଡିଆ ବୁଲୁଛନ୍ତି, କନ୍ୟାକୁମାରୀ କାଶ୍ମୀର, ମଣିପୁରରୁ ବମ୍ବେ, ନାରୀ ନିର୍ଯାତନା, ବେକାର ସମସ୍ୟା, ଯୁଦ୍ଧ ଉପରେ କହିଲେ ନରେନ୍ଦ୍ର ମୋଦି ଅପାରଗ। ଟ୍ରମ୍ପ କଥା କହିପାରିବନି। ଯାହା କହୁଛି ରାହୁଲ ଗାନ୍ଧୀ ବଢିଆ କଥା କହୁଛନ୍ତି। ଆମ ଭକ୍ତତା ଯୋଉ ପରିମାଣ ସଂଗଠନ ସୁଦୃଢ କରୁଛନ୍ତି, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, ଆମମାନଙ୍କୁ ଏକାଠି କରିବା। ଆଜି ଆମର 2ଟା କର୍ମୀ ସମ୍ମିଳନୀ ଅଛି। ତେଣୁ କଂଗ୍ରେସ କମିଂ ଇଲେକ୍ସନ ସମୟକୁ ଅପେକ୍ଷା। ଆଉ କିଛି ନାହିଁ, କଂଗ୍ରେସ ଡେଲି ମାରି ଚାଲିବ। ଏ କିଏ ହଟେଇବ? ଯେ ରାହୁଲ ଗାନ୍ଧୀ ହଟେଇବେ, ସୋନିଆ ଗାନ୍ଧୀ ହଟେଇବେ, ହଗଡେ ହଟେଇବେ,
ଏଠେଇ କେହି ନାହିଁ ହଟେଇବା ସେଇ 3 ଜଣ ଯଦି ହଟେଇବା ହଟେଇବ ଓଡ଼ିଶାରେ କେହି ନାହାନ୍ତି